ଯେତେବେଳେ ଜୀବନ ଆମକୁ ଆଲସ ଦିଏ ସେତେବେଳେ ସ୍ୱପ୍ନ ଆମକୁ ଡାକେ। କିନ୍ତୁ ସମସ୍ୟା ହେଉଛି ଅଧିକାଂଶ ଲୋକ ସେ ଡାକକୁ ଶୁଣି ପାରନ୍ତି ନାହିଁ, କାରଣ ସେମାନେ ଶୋଇବା ଆରାମରେ ବନ୍ଦ ହୋଇ ରହିଯାଆନ୍ତି। ସକାଳ 4ଟା କେବଳ ଗୋଟେ ସମୟ ନୁହେଁ, ଏହା ଏକ ଡିସିଜନ୍, ଏହା ଏକ ଡିସିପ୍ଲିନ୍, ଏହା ଏକ ସାଇଲେଣ୍ଟ ପ୍ରୋମିସ୍ ଯାହା ତୁମେ ନିଜକୁ ଦେଉଛ। ଯେତେବେଳେ ସମସ୍ତେ ଶୋଇ ରହନ୍ତି ସେତେବେଳେ ତୁମେ ଉଠି ନିଜ ଫ୍ୟୁଚର ପାଇଁ କାମ କରୁଛ। ଏହା ହିଁ ତୁମକୁ ଅଲଗା କରେ। ସକାଳ 4ଟାରେ ଉଠିବାର ଅର୍ଥ କେବଳ ଆଲାର୍ମ ବନ୍ଦ କରି ବିଛଣା ଛାଡ଼ିବା ନୁହେଁ, ଏହାର ଅର୍ଥ ହେଉଛି ନିଜ ମନର ଆଲସକୁ ଚ୍ୟାଲେଞ୍ଜ କରିବା। ଯେତେବେଳେ ଆଲାର୍ମ ବାଜେ ମନ କହେ ଆଉ 5 ମିନିଟ୍, କିନ୍ତୁ ସେ 5 ମିନିଟ୍ ଅନେକ ସ୍ୱପ୍ନକୁ ବର୍ଷରେ ପଛକୁ ଠକିଦିଏ। ସଫଳ ଲୋକମାନେ ସେ 5 ମିନିଟ୍କୁ ହରାଇ ନାହାନ୍ତି, ସେମାନେ ସେ 5 ମିନିଟ୍କୁ ଜିତନ୍ତି, କାରଣ ସେମାନେ ଜାଣନ୍ତି ଲାଇଫ୍ରେ ବଡ଼ କିଛି ପାଇବାକୁ ସ୍ମଲ୍ କମ୍ଫର୍ଟ ଜୋନ୍କୁ ଛାଡ଼ିବାକୁ ପଡ଼େ। ତୁମେ ଧ୍ୟାନ ଦେଇଛ କି ସକାଳ ବେଳାର ପବନ କେତେ ଶାନ୍ତ ଥାଏ? ସେହି ଶାନ୍ତି ଭିତରେ ଏକ ଅଜଣା ପାୱାର ଥାଏ। ସେ ସମୟରେ ଦୁନିଆ ନଏଜ୍ କମ୍ ଥାଏ, ଡିଷ୍ଟ୍ରାକ୍ସନ୍ କମ୍ ଥାଏ ଏବଂ ମନ ନିଜକୁ ଶୁଣିପାରେ। ଏହି ସମୟରେ ଯଦି ତୁମେ ନିଜ ଲକ୍ଷ୍ୟକୁ ମନେ ପକାଅ, ନିଜ ଫ୍ୟୁଚରକୁ ଇମାଜିନ୍ କର, ତାହେଲେ ତୁମ ମନରେ ଏକ ଅଲଗା ଏନର୍ଜି ଜନ୍ମ ନିଏ। ଅନେକ ଲୋକ କହନ୍ତି ମୁଁ ଚାହୁଁଛି ସଫଳ ହେବାକୁ, କିନ୍ତୁ ସଫଳତା କେବେ ଚାହିଁଲେ ମିଳେ ନାହିଁ। ସଫଳତା ଡିସିପ୍ଲିନର ମୂଲ୍ୟ ନିଏ। ସେ ଦେଖେ ତୁମେ କେତେ ସିରିୟସ୍, ତୁମେ କେତେ ସାକ୍ରିଫାଇସ୍ କରିପାରିବ। ସକାଳ 4ଟାରେ ଉଠିବା ସେ ସାକ୍ରିଫାଇସ୍ର ପଦକ୍ଷେପ। ଯଦି ତୁମେ ନିଜ ଶୋଇବା କଣ୍ଟ୍ରୋଲ କରିପାରୁନାହ, ତାହେଲେ ଜୀବନର ବଡ଼ ଚ୍ୟାଲେଞ୍ଜକୁ କେମିତି କଣ୍ଟ୍ରୋଲ କରିବ? ତୁମର ଫ୍ୟୁଚର କାହା ହାତରେ ନୁହେଁ, ଏହା ପ୍ରତିଦିନ ଛୋଟ ଡିସିସନରେ ଗଢ଼ି ଉଠେ। ଆଜି ସକାଳେ ଡେରିରେ ଉଠିଲେ କିଛି ହେଲା ନାହିଁ ବୋଲି ଲାଗିପାରେ, କିନ୍ତୁ ପ୍ରତିଦିନ ଏଭଳି ହେଲେ ବର୍ଷ ପରେ ରିଗ୍ରେଟ୍ ଛଡ଼ା କିଛି ରହିବ ନାହିଁ। ଆଉ ସେତେବେଳେ ତୁମେ ବୁଝିପାରିବ ସମାଜ ହରାଇବା ସବୁଠାରୁ ବଡ଼ ଲସ୍। ସକାଳ 4ଟାରେ ଉଠୁଥିବା ଲୋକମାନେ ଅଲଗା ହୋଇଯାଆନ୍ତି, କାରଣ ସେମାନେ ଦିନକୁ ଅନ୍ୟମାନଙ୍କ ପୂର୍ବରୁ ଜିତିବା ଆରମ୍ଭ କରନ୍ତି। ସୂର୍ଯ୍ୟ ଉଠିବା ପୂର୍ବରୁ ଯଦି ତୁମର ମନ ଆକ୍ଟିଭ୍ ହୋଇଯାଏ, ତାହେଲେ ସମଗ୍ର ଦିନ ତୁମର କଣ୍ଟ୍ରୋଲରେ ରୁହେ। ତୁମେ ରିଆକ୍ଟ କରୁନାହ, ତୁମେ ଲିଡ୍ କରୁଛ। କେବେ କେବେ ମୋଟିଭେସନ୍ କମିଯାଏ, ଆଲାର୍ମ ବାଜେ, କିନ୍ତୁ ମନ କହେ ଆଜି ନୁହେଁ କାଲିଠାରୁ। କିନ୍ତୁ ସତ୍ୟ ହେଉଛି କାଲି ଏକ ଡେଞ୍ଜରିୟସ୍ ୱାର୍ଡ। ଅନେକ ସ୍ୱପ୍ନ କାଲି କହି କହି ମରିଯାଇଛି। ତେଣୁ ଯେତେବେଳେ ଆଲାର୍ମ ବାଜେ ମନେ ପକାଅ ସେ ସମୟରେ କେହି ନା କେହି ନିଜ ସ୍ୱପ୍ନ ପାଇଁ ଉଠି ଯାଇଛି। ଯଦି ତୁମେ ଶୋଇ ରହିଲ ତେବେ ତୁମେ ପଛରେ ପଡ଼ୁଛ। ସେଲ୍ଫ ଇମ୍ପ୍ରୁଭମେଣ୍ଟ ବଡ଼ କଥାରୁ ଆରମ୍ଭ ହୁଏନି, ଆରମ୍ଭ ହୁଏ ଏକ ଛୋଟ ଭିକ୍ଟୋରିରୁ, ନିଜକୁ ଜିତିବାରୁ। ସକାଳ 4ଟାରେ ଉଠିବା ସେଇ ଫାଷ୍ଟ ଭିକ୍ଟୋରି ଯାହା ତୁମକୁ କହେ ମୁଁ ମୋର ବଡ଼ିକୁ ସାଲ୍ଭ ନୁହେଁ, ମୁଁ ମୋର ମାଇଣ୍ଡର ମାଷ୍ଟର। ତୁମେ ଯଦି ପ୍ରତିଦିନ ସକାଳେ ଉଠି 30 ମିନିଟ୍ ନିଜ ଲକ୍ଷ୍ୟ ପାଇଁ କାମ କର, ଗୋଟେ ବର୍ଷ ପରେ ତୁମର ଆଇଡେଣ୍ଟିଟି ଚେଞ୍ଜ ହୋଇଯିବ। ଲୋକମାନେ କହିବେ ଏତେ ଚେଞ୍ଜ କେମିତି? କିନ୍ତୁ ସେମାନେ ଦେଖିବେ ନାହିଁ ସେ କାଉଣ୍ଟଲେସ୍ ମର୍ଣ୍ଣିଂର। ସକାଳ 4ଟାର ଅନ୍ଧାର କେବେ କେବେ ଭୟ ଦିଏ, କିନ୍ତୁ ସେ ଅନ୍ଧାର ଭିତରେ ତୁମର ନ୍ୟୁ ଭର୍ଜନ୍ ତିଆରି ହୁଏ। ଦିନର ଭିଡ଼ିଓ ଆସିବା ପୂର୍ବରୁ ଯଦି ତୁମେ ନିଜ ସହିତ କନେକ୍ଟ କର, ତେବେ ଲାଇଫ୍ରେ କ୍ଲାରିଟି ଆସେ। କ'ଣ କରିବାକୁ, କେଉଁଠି ଯିବାକୁ, କିପରି ଗ୍ରୋ କରିବାକୁ ସବୁ କ୍ଲିଅର୍ ହୋଇଯାଏ। ସମାଜ କାହାକୁ ଅପେକ୍ଷା କରେନି, ସେ ଚାଲିଥାଏ। ଯେଉଁମାନେ ସମାଜକୁ ରେସ୍ପେକ୍ଟ କରନ୍ତି ସମାଜ ସେମାନଙ୍କୁ ରିୱାର୍ଡ଼ କରେ। ଯେଉଁମାନେ ସମାଜକୁ ୱେଷ୍ଟ କରନ୍ତି ସମାଜ ସେମାନଙ୍କୁ ସାଇଲେଣ୍ଟଲି ପୁନିସ୍ କରେ। ତୁମର ସ୍ୱପ୍ନ ବଡ଼ ହେଲେ ତୁମର ସକାଳ ବି ଅଲଗା ହେବାକୁ ପଡ଼ିବ, କାରଣ ଏଭାରେଷ୍ଟ ରୁଟିନ୍ରୁ ଏକ୍ସଟ୍ରା ଅର୍ଡ଼ିନାରୀ ରିଜଲ୍ଟ ଆସେନି। ଯଦି ତୁମେ ଏକ୍ସଟ୍ରା ଅର୍ଡ଼ିନାରୀ ଲାଇଫ୍ ଚାହୁଁଛ, ତାହେଲେ ଅର୍ଡ଼ିନାରୀ କମ୍ଫର୍ଟକୁ ଛାଡ଼ିବାକୁ ପଡ଼ିବ। ସକାଳେ 4ଟାରେ ଉଠିବାର ଅର୍ଥ ଦୁନିଆକୁ ଆଗରେ ନିଜକୁ ଦେଖିବା। ତୁମ ଆଇନାରେ ସାମ୍ନାରେ ଠିଆ ହୋଇ କହିପାରିବ ଆଜି ମୁଁ ମୋ ଜୀବନ ପାଇଁ କିଛି କରିବି। ଏହି ଫିଲିଙ୍ଗସ୍ କନଫିଡେନ୍ସ ଦିଏ। ଯେତେବେଳେ ଦୁନିଆ କହିବ ଆଉ ସମାଜ ଅଛି, ତୁମେ ମନେ ରଖ ଲାଇଫ୍ରେ ସବୁଠାରୁ ଭ୍ୟାଲୁଏବୁଲ୍ ଜିନିଷ ହେଉଛି ଟାଇମ୍। ତେଣୁ ଉଠ, କାରଣ ତୁମ ସ୍ୱପ୍ନ ୱେଟିଂରେ ଅଛି। ଉଠ, କାରଣ ତୁମର ପ୍ୟାରେଣ୍ଟସ୍ର ଆଶା ୱେଟିଂରେ ଅଛି। ଉଠ, କାରଣ ତୁମର ଫ୍ୟୁଚର ସେଲ୍ଫ ତୁମକୁ ଡାକୁଛି। ଉଠ, କାରଣ ଯଦି ତୁମେ ଆଜି ନିଜକୁ ନ ଜଗାଅ, ତାହେଲେ କେହି ଆସି ତୁମକୁ ସକ୍ସେସଫୁଲ୍ କରିଦେବେ ନାହିଁ। ସକାଳେ 4ଟାରେ ଉଠିବାର କଷ୍ଟକର, ହଁ, କିନ୍ତୁ ରିଗ୍ରେଟ୍ ତାଠାରୁ ଅଧିକ କଷ୍ଟକର। ଡିସିପ୍ଲିନ୍ ପେନ୍ଫୁଲ୍, କିନ୍ତୁ ଫେଲିୟର୍ ତାଠାରୁ ପାନଫୁଲ୍। ତୁମେ ନିଜ ସ୍ୱପ୍ନର ହିରୋ ହେବାକୁ ଚାହୁଁଛ କି? ତାହେଲେ ପ୍ରଥମେ ନିଜ କମ୍ଫର୍ଟ ଜୋନ୍ରୁ ଭିଲିଆନକୁ ହରାଇବାକୁ ପଡ଼ିବ। ସୂର୍ଯ୍ୟ ପ୍ରତିଦିନ ନିଜ ସମୟରେ ଉଠେ, ସେ କେବେ ଲେଜି ହୁଏନି। ନେଚର ମଧ୍ୟ ଡିସିପ୍ଲିନରେ ଚାଲେ। ତେବେ ମଣିଷ ହୋଇ ତୁମେ କାହିଁକି ଏକ୍ସକ୍ୟୁଜ୍ ଦେଉଛ? ଆଜିରୁ ନିଜକୁ ନୂଆ ଭାବରେ ଆରମ୍ଭ କର। ପ୍ରତିଦିନ 3 ଘଣ୍ଟା କଷ୍ଟ ହେବ, 7 ଦିନ ପରେ ବଡି ଆଡଜଷ୍ଟ କରିବ, 21 ଦିନ ପରେ ହ୍ୟାବିଟ୍ ହେବ, ଆଉ ଗୋଟେ ଦିନ ସେ ହ୍ୟାବିଟ୍କୁ ତୁମ ଡେଷ୍ଟିନିକୁ ସାଫ କରିଦେବ। ଦେଖ, ଜୀବନରେ ବଡ଼ ପରିବର୍ତ୍ତନ କିଏ ବଡ଼ କଥାରୁ ଆସେନି, ସେଗୁଡ଼ିକୁ ଆସେ ଛୋଟ ଛୋଟ ନିଷ୍ପତ୍ତିରୁ। ସକାଳେ 4ଟାରେ ଉଠିବା ଶୁଣିବାକୁ ଏକ ସାଧାରଣ ହ୍ୟାବିଟ୍ ଲାଗିପାରେ, କିନ୍ତୁ ଏହି ଏକ ହ୍ୟାବିଟ୍
ମଣିଷର ଚିନ୍ତାଧାରା, ରୁଟିନ୍, କନଫିଡେନ୍ସ, ଡିସିପ୍ଲିନ୍ ଏବଂ ଫ୍ୟୁଚରକୁ ପୁରା ବଦଳାଇ ଦେଇପାରେ। କାରଣ ଯେତେବେଳେ ତୁମେ ଅନ୍ୟମାନଙ୍କ ଶୋଇବା ମଧ୍ୟରେ ନିଜ ସ୍ୱପ୍ନ ପାଇଁ ଜାଗୁଛ, ସେତେବେଳେ ତୁମେ ଦୁନିଆକୁ ନୁହେଁ, ପ୍ରଥମେ ନିଜକୁ ପ୍ରମାଣ କରୁଛ। ପ୍ରତିଦିନ ସକାଳେ ଆଲାର୍ମ ବାଜିବ ଏବଂ ସେହି ସମୟରେ ଦୁଇଟି ଆବାଜ ଆସିବ। ଗୋଟିଏ ଆବାଜ କହିବ ଆଉ ତୁଟା ଶୁଇନି, ଆଜି ନୁହେଁ କାଲିଠୁ ଆରମ୍ଭ କରିବ। ଆଉ ଗୋଟିଏ ଆବାଜ କହିବ ଏହି ମୁହୂର୍ତ୍ତ ତୁମର ଜୀବନକୁ ବଦଳାଇ ପାରେ। ଏହି ମୁହୂର୍ତ୍ତ ତୁମର ଡିସିସନ୍ ତୁମର ଫ୍ୟୁଚରକୁ ନିର୍ଣ୍ଣୟ କରିଦିଏ। ଯଦି ତୁମେ ପ୍ରଥମ ଆବାଜକୁ ଜିତିବାକୁ ଦେଉଛ, ତେବେ କନଫିଡେନ୍ସ ଜିତୁଛ। ଯଦି ଦ୍ୱିତୀୟ ଆବାଜକୁ ଶୁଣୁଛ, ତେବେ ଫ୍ୟୁଚର ଜିତୁଛି। ମନେ ରଖ, ସକାଳେ 4ଟାରେ ଉଠିବାର ମୂଲ୍ୟ କେବଳ ସେତେବେଳେ ଅଛି ଯେତେବେଳେ ସେହି ସମାଜକୁ ମିନିଂଫୁଲ୍ କରାଯାଏ। କେବଳ ଉଠି ମୋବାଇଲ ଦେଖିବା ପାଇଁ ନୁହେଁ, ନିଜକୁ ବୋଲ୍ଡ କରିବା ପାଇଁ ଉଠିବାକୁ ପଡ଼ିବ। ସେହି ସମାଜରେ ନିଜ ଲକ୍ଷ୍ୟ ଲେଖ, ପଢ଼, ଏକ୍ସରସାଇଜ୍ କର, ମେଡ଼ିଟେସନ୍ କର, ଫ୍ୟୁଚର ପ୍ଲାନ୍ କର କିମ୍ବା ଏମିତି କିଛି କର ଯାହାକୁ କାଲିଠାରୁ ବେଟର କରେ। କାରଣ ଇମ୍ପ୍ରୁଭମେଣ୍ଟ ସେହି ସମାଜରେ ଆସେ ଯେତେବେଳେ ମଣିଷ ନିଜ ପାଇଁ କାମ କରେ। ଜୀବନରେ ଅନେକ ଲୋକ ବଡ଼ ସ୍ୱପ୍ନ ଦେଖନ୍ତି, କିନ୍ତୁ ଡିସିପ୍ଲିନ୍ ନଥିବାରୁ ସେହି ସ୍ୱପ୍ନ କେବଳ ଇମାଜିନେସନ୍ ହୋଇ ରହିଯାଏ। ସ୍ୱପ୍ନକୁ ରିଆଲିଟି କରିବାକୁ ରୁଟିନ୍ ବଦଳାଇବାକୁ ପଡ଼େ ଏବଂ ରୁଟିନ୍ ବଦଳାଇବାର ସବୁଠାରୁ ପାୱାରଫୁଲ୍ ପଏଣ୍ଟ ହେଉଛି ମର୍ଣ୍ଣିଂ। ଯଦି ମର୍ଣ୍ଣିଂ ଷ୍ଟ୍ରଙ୍ଗ ହୁଏ, ଦିନ ଷ୍ଟ୍ରଙ୍ଗ ହୁଏ। ଯଦି ଦିନ ଷ୍ଟ୍ରଙ୍ଗ ହୁଏ, ମାସ ଷ୍ଟ୍ରଙ୍ଗ ହୁଏ ଏବଂ ଯଦି ମାସ ଷ୍ଟ୍ରଙ୍ଗ ହୁଏ, ଲାଇଫ୍ ଡାଇରେକ୍ସନ୍ ଚେଞ୍ଜ ହୋଇଯାଏ। କେବେ କେବେ ତୁମେ ଟାୟାର୍ଡ଼ ହେବ, କେବେ କେବେ ଲାଗିବ ମୁଁ ପାରୁନି, କିନ୍ତୁ ସେତେବେଳେ ମନେ ପକାଅ ଲାଇଫ୍ରେ ଯାହା ସହଜ ସେଥିରେ ଗୁରୁତ୍ୱ ନାହିଁ। ଗୁରୁତ୍ୱ ସବୁବେଳେ ଡିସ୍କମ୍ଫର୍ଟେବୁଲ୍ରେ ଭିତରେ ରହିଥାଏ। ଯେତେବେଳେ ଆଖି ଖୋଲିବାକୁ ଇଚ୍ଛା ହୁଏନି କିନ୍ତୁ ତୁମେ ଉଠୁଛ, ସେତେବେଳେ ମନ ଶକ୍ତିଶାଳୀ ହେଉଛି। ଏହି ମେଣ୍ଟାଲ ଷ୍ଟ୍ରେଙ୍ଗଥ୍ ଗୋଟିଏ ଦିନ ବଡ଼ ଚ୍ୟାଲେଞ୍ଜରେ ତୁମକୁ ଷ୍ଟେବୁଲ୍ ରଖିବ। ସମସ୍ତ ସକ୍ସେସଫୁଲ୍ ଲୋକମାନେ ଗୋଟିଏ କମନ୍ କ୍ୱାଲିଟି ଅଛି, ସେମାନେ ନିଜ ମୁଡ଼୍ରେ ଡିପେଣ୍ଡ କରନ୍ତି ନାହିଁ, ସେମାନେ ଡିସିପ୍ଲିନ୍ ଉପରେ ଡିପେଣ୍ଡ କରନ୍ତି। ଯଦି ମୁଡ୍ ଥାଏ ତେବେ କାମ କରିବି, ଏହି ମାଇଣ୍ଡସେଟ୍ ଏଭାରେଜ୍ ଲାଇଫ୍ ଦିଏ। କିନ୍ତୁ ମୁଡ୍ ନଥିଲେ ମଧ୍ୟ କାମ କରିବି, ଏହି ମାଇଣ୍ଡସେଟ୍ ଏକ୍ସଟ୍ରା ଅର୍ଡ଼ିନାରୀ ରିଜଲ୍ଟ ଦିଏ। ତୁମେ ଗୋଟିଏ କଥା ମନେ ରଖିଥିବ, ପ୍ରତିଦିନ 4ଟାରେ ଉଠିଲେ ବି ତୁରନ୍ତ ମିରାକଲ୍ ହେବନି। ପ୍ରଥମ ଦିନ ଚେଞ୍ଜ ଦେଖାଯିବ ନାହିଁ, ପ୍ରଥମ ସପ୍ତାହରେ ମଧ୍ୟ ନୁହେଁ, କିନ୍ତୁ ଗୋଟିଏ ମାସ ପରେ ତୁମେ ନିଜର ଫୋକସ୍ରେ ଚେଞ୍ଜ ଦେଖିବ। 2 ମାସ ପରେ କନଫିଡେନ୍ସ ବଢ଼ିଯିବ। 3 ମାସ ପରେ ଲୋକମାନେ ତୁମର ଏନର୍ଜିର ଡିଫରେନ୍ସ ନୋଟିସ୍ କରିବେ ଏବଂ ଗୋଟିଏ ବର୍ଷ ପରେ ତୁମେ ନିଜେ ବୁଝିପାରିବ ଡିସିପ୍ଲିନ୍ ସାଇଲେନ୍ସ ଡେଷ୍ଟିନି ବଦଳାଇ ଦେଇଛି। ସକାଳର ସେହି ନୀରବତା ଏକ ପାୱାରଫୁଲ୍ ଟ୍ରୁଥ୍ ଲୁଚିଥାଏ, ଯେଉଁଥିରେ ଇୟର୍ଲି ନଏଜ୍ ରହନ୍ତି। ଯେଉଁମାନେ ଇୟର୍ଲି ରାଇଜ୍ କରନ୍ତି ସେମାନେ ନିଜ ମାଇଣ୍ଡକୁ ଲିଡ୍ କରନ୍ତି, ଆଉ ଯେଉଁମାନେ ସ୍ନୁଜ୍ କରନ୍ତି ସେମାନେ ଏକ୍ସକ୍ୟୁଜ୍କୁ ଲିଡ୍ କରିବାକୁ ଦିଅନ୍ତି। ତୁମେ କେଉଁ ଗ୍ରୁପରେ ରହିବାକୁ ଚାହୁଁଛ, ଏହା ପ୍ରତିଦିନ ସକାଳେ ତୁମ ଡିସିସନ୍ ନେଉଛି। ତୁମ ଫ୍ୟାମିଲିର ସ୍ୱପ୍ନ ଅଛି, ତୁମର ଓନ୍ ଡ୍ରିମ୍ ଅଛି, ତୁମର ଫ୍ୟୁଚର ସେଲ୍ଫରେ ଅଛି, ଯେହେତୁ ଆଜିର ତୁମକୁ ଦେଖି ଅପେକ୍ଷା କରୁଛି। ତୁମେ କେବେ ସିରିୟସ୍ ହେବ, କେବେ ଏକ୍ସକ୍ୟୁଜ୍ ଛାଡ଼ିବ, କେବେ ନିଜକୁ ସତରେ ଚେଞ୍ଜ କରିବ, ସେହି ଆନ୍ସର ହୋଇପାରେ ଏକ ସିମ୍ପଲ୍ ମର୍ଣ୍ଣିଂ ଡିସିଜନ୍। ତାହେଲେ ମନେ ରଖ, ପରଫେକ୍ସନ୍ ଦରକାର ନାହିଁ, କନସିଷ୍ଟେନ୍ସି ଦରକାର। କେବେ କେବେ ମିସ୍ ହେବ, କେବେ କେବେ ଲେଟ୍ ହେବ, କିନ୍ତୁ କ୍ୱିଟ୍ କର ନାହିଁ। କାରଣ ସକ୍ସେସ୍ ଗୋଟିଏ ଦିନର ଏଫର୍ଟରେ ନୁହେଁ, ରିପିଟେଡ୍ ଏଫର୍ଟରୁ ଆସେ। ଯଦି ତୁମେ ସତରେ ନିଜ ଜୀବନକୁ ବଦଳାଇବାକୁ ଚାହୁଁଛ, ତେବେ ସକାଳକୁ ଅଲଗା କର। ଯେତେବେଳେ ଦୁନିଆ ଶୋଉଛି ସେତେବେଳେ ନିଜ ଫ୍ୟୁଚର ଗଢ଼। ଯେତେବେଳେ ଅନ୍ୟମାନେ ଡ୍ରିମ୍ ଦେଖୁଛନ୍ତି ସେତେବେଳେ ତୁମେ ନିଜ ଡ୍ରିମ୍କୁ କାମ କର। କାରଣ ଗୋଟିଏ ଦିନ ସେହି ଛୋଟ ଡିସିପ୍ଲିନ୍ ତୁମକୁ ସେହି ସ୍ଥାନକୁ ନେଇଯିବ ଯେଉଁଠାରେ ଲୋକମାନେ କହିବେ ତା ଜୀବନ କେମିତି ଚେଞ୍ଜ ହେଲା। ଆଉ ସେତେବେଳେ ତୁମେ ହସିକି କହିପାରିବ ସବୁ ଆରମ୍ଭ ହୋଇଥିଲା ଗୋଟିଏ ସକାଳର 4ଟାର ଡିସିସନ୍ ଠାରୁ।